ମାନେ ମତେ ଭଲ ଲାଗେନି ଯେ ଇଏ ଲାପଟପ ଚୋର, ଇଏ ଗାଡି ଚୋର, ଇଏ ଚେନ୍ ସ୍ନାଚର। କାହିଁକି ଆହାରେ କଣ ସେଟା ଗୋଟେ କହନ୍ତି, ଆହାରେ ଭେଦଭାବ ନାହିଁ ଯେ ସ୍ଥାନେ ଯେମତ ମିଳେ, କଣ ଗୋଟେ ଅଛି ଏମିତି। ମାନେ ଖାଇବା ଭୋକ ଲାଗୁ ଯାହା ମିଳିବ ପୁରେଇ ତୁ ପାଟିରେ ପୁରେଇ ତୁ। ଆଉ ମୁଁ ଚୋର ମାନେ ମୁଁ କଣ କେବଳ ଲାପଟପ ଦେଖିଲେ ନେବି, ଗାଡି ଦେଖିଲେ ନେଇଯିବି, ଚେନ୍ ଦେଖିଲେ ନେଇଯିବି, ଗଣା ଦେଖିଲେ ନେଇଯିବି, ପଇସା ଦେଖିଲେ ନେଇଯିବି। କାହାରି ଜିନିଷ କୌଣସି ପରିସ୍ଥିତିରେ ଆପଣ ଛାଡୁନାହାନ୍ତି। ଆଉ ଆପଣ ଏତେ ତଳକୁ ଚାଲି ଯାଇଛନ୍ତି ଯେ ଶିକ୍ଷାର୍ଥୀ ମାନଙ୍କର, ବିଦ୍ୟାର୍ଥୀ ମାନଙ୍କର ପାଠ ପଢିବା ଜିନିଷ ଯୋଉ ଲାପଟପ କଥା କହିଲେ, ଯୋଉଟା ତାଙ୍କର ପାଠରେ ବ୍ୟବହାର ହଉଛି, ଆଜି ମୋବାଇଲରେ ବି ବହୁତ ବ୍ୟବହାର ଅଛି। ରବର ବୋଧେ ମୁଁ ନଉଛି ମତେ ଲାଗିଲା। ନାଇଁ ଆପଣ ଲାପଟପ ଆଉ ମୋବାଇଲ ଛାତ୍ର ମାନଙ୍କ ପାଖରୁ ଚୋରି କରୁଛନ୍ତି। ଆପଣ ତ ନାଇଁ କହିବେ ନାହିଁ, ଆପଣ ଏତେ ବେଲଜ୍ଜା ସବୁ ହଁ କହୁଛନ୍ତି। କେମିତି କଣ ଚୋରି କରୁଛନ୍ତି ଏବଂ ତାଙ୍କୁ ଦୋଷ ଦଉଛନ୍ତି କେମିତି? ମୋର ସବୁ ଅଲଗା ଷ୍ଟାଇଲ ସବୁ। କଣ ସେଇଟା? ମୁଁ ଏବେ ଭାରି ଅପଡେଟେଡ ଚୋର। ମାନେ ମୁଁ ଯୋଉ 18 ମାସ ଥାନାରେ ଖଟିକି ଆସିଲା ପରେ, ଶିଖିକି ଆସିଲା ପରେ ମୁଁ ସବୁ ନୂଆ ନୂଆ ଜିନିଷ